ମାୟା ପଲ୍ଲବୀକୁ କହିବେ, ମୁଁ ଦେଖିବାକୁ ଚାହୁଁଥିଲି ମୋତେ କିଏ ଅଟକାଉଛି। ମୋ ହଜବେଣ୍ଡ, ମୋ ପୁଅ ଏମାନଙ୍କ ମୋ ପାଇଁ କେତେ ଚିନ୍ତା ଅଛି। ଯେତେବେଳେ ଏ 2 ଜଣ ଯାକ କେହି ବି ମୋତେ ଅଟକେଇଲେନି, ସେତେବେଳେ ଭିତରୁ ଭିତରୁ ମୁଁ ବହୁତ ଭାଙ୍ଗି ପଡ଼ିଲି। ଏ କଥା ବିଲକୁଲ ହଜମ କରିପାରିଲିନି ଯେ କାଲି ଏ ଘରୁ ଆସିଥିବା ଗୋଟେ ଝିଅ ମୋ ଘର, ମୋ ପରିବାର ଲୋକଙ୍କ ପାଖରେ ମୋଠୁ ଅଧିକ ଏତେ ପ୍ରିୟ ହେଇଗଲା। ଏମିତି ବାସ୍ ମୋ ମନରେ ଥିବା ଦ୍ୱନ୍ଦ୍ୱର ସମାଧାନ ପାଇଁ ଏ ଘର ଛାଡ଼ି ଚାଲିଯିବା ବାହାନାରେ ମୁଁ ଗୁରୁଜୀଙ୍କ ଆଶ୍ରମକୁ ଚାଲିଗଲି। ସେଠିକି ଗଲା ପରେ ମୋର ଏ ଅଶାନ୍ତ ମନଟା ଶାନ୍ତ ହେଲା। ଆଉ ତାପରେ ମୁଁ ରିଏଲାଇଜ୍ କଲି ଯେ ମୋର ଏମିତି ଏ ମଇଦାନ ଛାଡ଼ି ଚାଲିଯିବା ପାଇଁ ଉଚିତ ନଥିଲା। ଆଉ ଯେତେବେଳେ ମୁଁ ଏ ନିଷ୍ପତ୍ତି ନେଲି, ଠିକ୍ ସେତିକି ବେଳେ ଆନନ୍ଦ ଆଉ ଆଦର୍ଶ ଏ 2 ଜଣଙ୍କ କଲ୍ ମୋ ପାଖକୁ ଆସିଲା। ଏ 2 ଜଣ ଯାକ ମୋତେ ଘରକୁ ଫେରି ଆସିବା ପାଇଁ ବାଧ୍ୟ କଲେ। ତୁ ଥାଉ ଥାଉ ଏ ଘରକୁ ଆସିବା ପାଇଁ ମୋର ଟିକେ ବି ଇଚ୍ଛା ନଥିଲା ପଲ୍ଲବୀ। କିନ୍ତୁ ମୋ ଆଦର୍ଶ ମୋତେ ଏତେ ଭଲ ପାଉଛି ଯେତେବେଳେ, ତା ପାଇଁ ମୁଁ ତତେ ବି ସହିଯିବି। କିନ୍ତୁ ଆଜିଠୁ ଏ ଘରେ ମୋ ଶାସନ ଚାଲିବ, କେବଳ ମୋର। ମାୟା ମହାପାତ୍ର ଏ ଘରର ବଡ଼ ବୋହୂ ହେଇକି ଥିଲା, ଅଛି ଆଉ ସବୁଦିନ ପାଇଁ ବଡ଼ ବୋହୂ ହେଇକି ରହିବ। ଏ ଘରେ ମୋ ଛଡ଼ା ଆଉ କେହି ବି ଯୋଗ୍ୟ ନୁହେଁ ଯିଏ ମୋ ଜାଗା ନେଇପାରିବ। ତେଣୁ ଆଜିଠୁ ସବୁକିଛି ମୋ ହିସାବରେ ଚାଲିବ, ଯେମିତି ଆଗରୁ ଚାଲି ଆସିଥିଲା। ତାପରେ ପଲ୍ଲବୀ କହିବେ, ଆପଣଙ୍କ ନିଷ୍ପତ୍ତି ଶୁଣି ମୋତେ ବହୁତ ଖୁସି ଲାଗିଲା ମାମା। ମୋ ମୁଣ୍ଡରୁ ଗୋଟେ ବୋଝ ହାଲକା ହେଇଗଲା। ମୁଁ ତ ପୁରା ଡରି ଯାଇଥିଲି। ଏପଟେ ଜବ୍, ଏପଟେ ଘର। ମୁଁ ଏଇ 2ଟା ଜାଗାକୁ କେମିତି ହ୍ୟାଣ୍ଡେଲ୍ କରିବି? ଆଚ୍ଛା ମୁଁ ଆସୁଛି ମାମା। ସତରେ ମୋର ବହୁତ ଲେଟ୍ ହେଇଗଲାଣି। ଏମିତି କହି ପଲ୍ଲବୀ ଚାଲି ଯାଉଥିଲା ବେଳେ ମାୟା କହିବେ, ରହ, ତତେ ମୁଁ ଏଠୁ ଏଯାଏଁ ଯିବା ପାଇଁ ପରମିଶନ ଦେଇନି। ମହାଅଷ୍ଟମୀ ଦିନ ମୋ ଘରର ବୋହୂ ଘରେ ନ ରହି ବାହାରକୁ ଯିବ, ଏଇଟା କେବେ ବି ହେଇପାରିବନି। ତାପରେ ପଲ୍ଲବୀ କହିବେ, ମାମା, ଦେବୀ ମାଙ୍କ ଅଷ୍ଟମୀ ପୂଜା ପାଇଁ ମୋତେ ଘରେ ରହିବା ପାଇଁ ବହୁତ ଇଚ୍ଛା ଅଛି। କିନ୍ତୁ ମୋର ଆଜି ଡ୍ୟୁଟି ଯିବା ନିହାତି ଦରକାର। ପୁଣି ମାୟା କହିବେ, ମହାଅଷ୍ଟମୀ ପୂଜାଠାରୁ ଆଉ କିଛି ବି ନାହିଁ। ତେଣୁ ତୁ ଯାଇପାରିବୁନି। ଯା ଶୀଘ୍ର ଯାଇକି ପୂଜା ପାଇଁ ରେଡି ହେଇକି ଆସ। ତାପରେ ଆଦର୍ଶ କହିବେ, ପଲ୍ଲବୀଙ୍କୁ ଯିବାକୁ ଦିଅ ମାମା। ତାଙ୍କ ପାଇଁ ଆଜି ବହୁତ ବଡ଼ ପରୀକ୍ଷାର ଦିନ। ଏକ୍ଚୁଆଲି ମା, ନାରୀମାନଙ୍କ ସୁରକ୍ଷା ପାଇଁ ତାଙ୍କୁ ଆଜି 2 ଜଣ ବହୁତ ବଡ଼ ଚେନ୍ ସ୍ନାଚର୍ସକୁ ଧରିବାର ଅଛି। ଏମିତିରେ ପୁରୋହିତ ନନା କହିଛନ୍ତି ନା, ଆଜି ଦିନ 3ଟା ବେଳେ ଶୁଭ ମୁହୂର୍ତ୍ତ ଅଛି। ମୋତେ ଲାଗୁଛି ନିଶ୍ଚୟ ପଲ୍ଲବୀ ସେତେବେଳକୁ ଫେରି ଆସିଥିବେ। ମୁଁ ଠିକ୍ କହିଲି ନା ପଲ୍ଲବୀ? ତାପରେ ମମତା କହିବେ, ନିରୀହ ନାରୀମାନଙ୍କ ସୁରକ୍ଷା ବି ତ ନିହାତି ଦରକାର ଦିଦି। ଏମିତିରେ ବି ମା ଦୁର୍ଗା ଏ ଧରିତ୍ରୀରୁ ପାପର ଭାର ଲାଘବ କରିବା ପାଇଁ ଅବତାର ନେଇଥିଲେ। ପ୍ଲିଜ୍ ଦିଦି ତାକୁ ଯିବାକୁ ଦିଅ। ତାପରେ ମାୟା କହିବେ, ଠିକ୍ ଅଛି, ମୁଁ ତତେ ଯିବାକୁ ଦେବି। କିନ୍ତୁ 3ଟା ବାଜିବା ପୂର୍ବରୁ ତୁ ଯେମିତି ଆସି ଘରେ ପହଞ୍ଚିଯିବୁ। ତାପରେ ପଲ୍ଲବୀ କହିବେ, ଥ୍ୟାଙ୍କ୍ ୟୁ ମାମା, ଥ୍ୟାଙ୍କ୍ ୟୁ ସୋ ମଚ୍। ଆଦର୍ଶ, ମୁଁ ଆସୁଛି। ଏମିତି କହି ପଲ୍ଲବୀ ସେଠୁ ଚାଲିଯିବେ। ତାପରେ ରୁବି କହିବେ, ମାୟା, ମୁଁ ବୁଝିପାରୁନି କ'ଣ ହେଇଛି ତୋର। ତୁ କାହିଁକି ଏସବୁ କରୁଛୁ? ତାପରେ ମାୟା କହିବେ, ଦିଦି, ମୋ ଘରକୁ ମୁଁ କେମିତି ଚଲେଇବି ସେଟା ତୁ ମୋତେ ଶିଖେଇବା ଦରକାର ନାହିଁ। ତା ଛଡ଼ା ଆଦର୍ଶ ମନରେ କଷ୍ଟ ଦେଇ ମୁଁ କିଛି ବି ହାସଲ କରିପାରିବିନି। ତେଣୁ ଏ ବିଷୟରେ ତୁ ମୋତେ ଆଉ କିଛି ବି ଉପଦେଶ ଦେବା ଦରକାର ନାହିଁ।